बहुत बहुत गौरव हो गत शनिवार और रविवार कथा ମୁଁ କହିବି ଶୁଭୁଛି? ହଁ ହଁ ଶୁଭା ଯାଉଛି। ହଁ ଗତ ଶନିବାର ତ मेरी ସିଷ୍ଟରଙ୍କ ପାଖକୁ ଯାଇକି ଆମେ ପ୍ରାର୍ଥନା କରିଥିଲୁ ଆକାଶ ତାରିଣୀ ସରି ଆଶ୍ୱାସନା ଏବଂ ଆକାଶ ସେମାନେ ସ୍ୱାମୀ ସ୍ତ୍ରୀ ତାଙ୍କ ଛୋଟ ପିଲା ମୁଁ ଯାଇଥିଲୁ ମେଡିକାଲରେ ପ୍ରାର୍ଥନା କରାହେଲା। ହଉଛି ଏବେ ଜଗମରା ତାଙ୍କ ଯୋଉ ପ୍ରାର୍ଥନା କରନ୍ତି ସେଠିକି ଆମେ ଯାଇଥିଲୁ। ସେଠି ବି ପ୍ରାର୍ଥନା କରାହେଇଥିଲା। ସେଠି କରାହେଇଥିଲା ନେକ୍ସଟ ୱିକ୍ ମାନେ ଗତ ରବିବାର ସେମାନେ ଯେମିତି ବି ସେମାନେ ଘରକୁ ଆସିବେ ଆଉ ସେଠି ସେ ପ୍ରାର୍ଥନାରେ ଯୋଗ ଦେବେ। ପ୍ରେଜ୍ ଦ ଲର୍ଡ। କାଲି ସେମାନେ ହସ୍ପିଟାଲରୁ ସେ ଆସିଛନ୍ତି ତାଙ୍କରି ଘରେ ହିଁ ପ୍ରାର୍ଥନା ହେଇଛି। ସେଥିପାଇଁ ପ୍ରଭୁ ବହୁତ ଧନ୍ୟବାଦ ପାଏ। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ସେ ସୁହାଗ ଭାଇ ଯିଏ ସେ ଅଛନ୍ତି କ୍ୟାନ୍ସର ଇଏରେ ଅଣ୍ଡର ଟ୍ରିଟମେଣ୍ଟ ସେ ବି କହୁଛନ୍ତି ମୁଁ ପୂର୍ବ ଅପେକ୍ଷା ବହୁତ ବେଟର ଫିଲ୍ କରୁଛି ବୋଲି। ସେଥିପାଇଁ ପ୍ରଭୁଙ୍କ ନାମ ଗୌରବ ହଉ। ଆଶ୍ଚର୍ଯ୍ୟ ଲାଗିଲା ମେରି ସିଷ୍ଟର ହସ୍ପିଟାଲରୁ ଆସିକି ତାଙ୍କରି ଘରେ ଗତକାଲି ପ୍ରାର୍ଥନା ହେଇଛି। ଏହା ପ୍ରଭୁଙ୍କ କେବଳ ମହା କାର୍ଯ୍ୟ। ସେଥିପାଇଁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କ ପ୍ରାର୍ଥନା ଡେଲି କରାହଉଛି ସେମାନଙ୍କ ପାଇଁ ଏବଂ ସେଦିନ ବି ଆମେ ଯାଇକି ଦିନ ସେଠି ରହିକି ପ୍ରାର୍ଥନା କରିଥିଲୁ। ପ୍ରଭୁ ଗୌରବ ପାଆନ୍ତୁ। ଆଶ୍ଚର୍ଯ୍ୟ ରକମ ସେମାନଙ୍କର ସୁସ୍ଥତା ପ୍ରଭୁଙ୍କ ଗୌରବ ହଉ। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ସୁରେଖା ଭଉଣୀ। ଯଦିଓ ମୁଁ ସ୍ପଷ୍ଟ ଭାବରେ ସବୁ ଜାଣିପାରିଲିନି ତଥାପି ଯେତିକି ବୁଝିଲି ଆପଣ ପ୍ରଭୁଙ୍କର ଧନ୍ୟବାଦ ଦବା ପାଇଁ ଆଜି ସେ ସାକ୍ଷ୍ୟ ଦେଇଛନ୍ତି। କୋଉମାନେ ବୋଧେ ଥିଲେ ପୀଡ଼ିତା मेरी सिस्टर ଆଉ ସୁହାଗ ରଞ୍ଜନ ଦାସ ସେମାନଙ୍କ ପାଇଁ ଆପଣ ଆଜି ପ୍ରଭୁଙ୍କ ପାଖରେ ସେ ଧନ୍ୟବାଦ ବଳି ଉତ୍ସର୍ଗ କରୁଛନ୍ତି। ତତ୍ସଙ୍ଗେ ସଙ୍ଗେ ମୁଁ ଆମର ଯେ ପ୍ରଚାରିକା ଆଉ ରଜନୀ ନାୟକ ସିଷ୍ଟରଙ୍କୁ ପାଇଁକା ବହୁତ ବହୁତ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏଇ ଯୋଉ ବିଷୟ ତାଙ୍କୁ ଆଜି ଦିଆହେଇଥିଲା ସପ୍ତବାଣୀର ଏଲି ଏଲି ଲେମା ସବକ ଥାନି, ଏତେ ଗଭୀରତା ଭିତରକୁ ଯାଇ ବାଇବଲର ବିଭିନ୍ନ ରେଫରେନ୍ସ ବାହାର କରିକିରି ତାକୁ ଖଞ୍ଜି ଖଞ୍ଜି ଆଉ ସ୍ପେଶାଲି ମୁଁ ଦେଖୁଥିଲି ସେ ପାନପାତ୍ର ଉପରେ ଏତେ ତାକୁ ବିଶଦ ଭାବରେ ତାକୁ ଆମମାନଙ୍କ ପାଖରେ ସେ ପୁଙ୍ଖାନୁପୁଙ୍ଖ ଭାବରେ ସରଳ ଭାବରେ ଆମମାନଙ୍କୁ ବୁଝେଇଲା ପରିକା ସେ ଯେମିତି ଟିଚର ପିଲାଙ୍କୁ ବୁଝାଏ ସେମିତି ବୁଝେଇଲା ପରି ଏତେ ସୁନ୍ଦର ଭାବରେ ସେ ବୁଝେଇଲେ ସମଗ୍ର ମର୍ତ୍ତର ପରିତ୍ରାଣ ହୁଏତ ହେଇ ବି ନ ପାରିଥାନ୍ତା ଯଦି ପ୍ରଭୁ ନୀରବ ନ ରହିଥାନ୍ତେ, ପିତା ପରମେଶ୍ୱର ନୀରବ ନ ରହିଥାନ୍ତେ। ନୀରବର ମାନେ ପୁଣି କଣ ତାକୁ ବି ସେ ବର୍ଣ୍ଣନା କଲେ। ରଜନୀ ଭଉଣୀ ଆପଣଙ୍କୁ ପ୍ରଭୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆପଣ ଏତେ ଗଭୀର ଭାବରେ ବାଇବଲ ଷ୍ଟଡି କରୁଛନ୍ତି ଗୋଟେ ଭିନ୍ନ ଧର୍ମରୁ ଆସିକିରି। ମୁଁ ଏଇଟା ଶୁଣିଲା ମତେ ଭାବିଲା ବେଳକୁ ମତେ ଖୁସି ଲାଗୁଛି। ତା ସାଙ୍ଗେ ସାଙ୍ଗେ ଆପଣ ମଧ୍ୟ ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ଆପଣଙ୍କର ଭିନ୍ନ ଭିନ୍ନ ପ୍ରବନ୍ଧ ସବୁ ଲେଖିକିରି ପଠଉଛନ୍ତି, ତାହା ପ୍ରକାଶ ପାଉଛି। ଆପଣ ମଧ୍ୟ ଗୋଟେ କବି ଆଉ କବିତା ମଧ୍ୟ ଲେଖିକି ପଠଉଛନ୍ତି, ତାହା ବି ପ୍ରକାଶ ପାଉଛି। ଏ ସବୁ ଗୁଣ ଯେ ପ୍ରଭୁ ଆପଣଙ୍କୁ ଦେଇଛନ୍ତି ସେଥିପାଇଁ ମୁଁ ବହୁତ ବହୁତ ଭାବରେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଆଉ ଆପଣଙ୍କ ପାଇଁକା ମୋର ସ୍ପେଶାଲ ଧନ୍ୟବାଦ। ଗଡ୍ ବ୍ଲେସ ୟୁ ସିଷ୍ଟର। ଥ୍ୟାଙ୍କ ୟୁ ଭେରି ମଚ୍। ଥ୍ୟାଙ୍କ ୟୁ। ଆମେନ୍ ଆମେନ୍। ଧନ୍ୟବାଦ।